ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ କେନ୍ଦୁଝର ପାଟଣା ପୋଲିସ ଏରେଣ୍ଡି ଗ୍ରାମର ମହିଳା ୱାର୍ଡ ମେମ୍ବର ବିଦ୍ୟୁତ୍ ପ୍ରଭା ବେଜ ଏବଂ ତାଙ୍କ ମା ମନୋରମାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ପାଟଣା ଥାନା ଏରେଣ୍ଡି ଗ୍ରାମର ମହିଳା ୱାର୍ଡ ମେମ୍ବର ବିଦ୍ୟୁତ୍ ପ୍ରଭା ବେଜ ତାଙ୍କ ତେଜରାତି ଦୋକାନରେ ବିଦେଶୀ ମଦ ଚଢ଼ା ଦରରେ ବିକ୍ରି କରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ଏନେଇ ପାଟଣା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଦଶରଥ ମଧ୍ୟ ଖବର ପ୍ରସାରଣ କରିଥିଲେ। ଖବର ପ୍ରସାରଣ ପରେ ମହିଳା ୱାର୍ଡ ମେମ୍ବର ଦଶରଥଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲରେ ମେସେଜ ଦେଇ ଧମକ ମଧ୍ୟ ଦେଇଥିଲେ। ଶୁକ୍ରବାର ଦଶରଥ ସାଧୁପଡ଼ା ନିକଟରେ ଛିଡ଼ା ହୋଇଥିବା ସମୟରେ ବିଦ୍ୟୁତ୍ ପ୍ରଭା ଓ ତାଙ୍କ ମା ସ୍କୁଟିରେ ଆସି ଦୁହେଁ ମିଶି ଦଶରଥଙ୍କୁ ମାଡ଼ ମାରିଥିଲେ। ଏହି ନେଇ ଦଶରଥ ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ମାଡ଼ ମାରିଥିବା ୱାର୍ଡ ମେମ୍ବର ବିଦ୍ୟୁତ୍ ପ୍ରଭା ବେଜ ଏବଂ ତାଙ୍କ ମା ମନୋରମା ବେଜଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଖବର କେନ୍ଦୁଝର।